ଅସଦାଚରଣ ପାଇଁ ବୃଦ୍ଧ ମୁହଁରେ କାଳି। ଭୋଗରାଇ ବ୍ଲକ କମର୍ଦା ଅଞ୍ଚଳରେ ଅମାନବୀୟ ଘଟଣା। 4 ବର୍ଷର ଝିଅ ସହ ଅସଦାଚରଣ କଲା ବୃଦ୍ଧା। ଘଟଣା ପରେ ମୁହଁରେ କାଳି ବୋଳି ମୁଣ୍ଡରେ ଚୋଟି ଚାଞ୍ଚି ବୃଦ୍ଧାକୁ ଥାନାରେ ଜିମା ଦେଲେ ଗାଁ ଲୋକେ। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦା ଅଞ୍ଚଳରେ ଜଣେ ସମ୍ପର୍କୀୟ ଜେଜେ ନାତୁଣୀକୁ ଗେଲ କରିବା ବାହାନାରେ ନେଇ ତାଙ୍କ ସହ ଅସଦାଚରଣ କରିଥିବା ନେଇ ଝିଅର ମା ଥାନାରେ ଅଭିଯୋଗ କରିଛନ୍ତି। ଆଜି ସନ୍ଧ୍ୟା ସମୟରେ 4 ବର୍ଷର ଝିଅକୁ ଜଣେ ସମ୍ପର୍କୀୟ ଜେଜେ ନିଜ ପାଖକୁ ଡାକି ନେଇଥିଲେ। ଏହାପରେ ନିରୋଳା ଦେଖି କୁନି ଝିଅ ସହ ଖରାପ କାମ କରିବା ପରେ ଝିଅକୁ ଛାଡ଼ି ଦେଇଥିଲେ। ଝିଅଟି ଘରେ ପହଞ୍ଚି ମା ପାଖରେ ସବୁ କଥା କହିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଏହାକୁ ନେଇ ବୃଦ୍ଧ ଜଣକୁ ଘର ଲୋକ ମୁଣ୍ଡରେ ଚୁଟି କାଟିବା ସହ ମୁହଁରେ କାଳି ବୋଳି ରଶିରେ ବାନ୍ଧି ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଅଭିଯୋଗ ପାଇବା ପରେ ବୃଦ୍ଧ ଜଣକୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି।